ମୁଁ ଶାନ୍ତନୁ। ମୋ ବାହାଘର ଯେତେବେଳେ ହୋଇଥିଲା ମୁଁ ବହୁତ ଖୁସି ଥିଲି, କାହିଁକି ନା ମୁଁ ଯେମିତିକା ଜୀବନସାଥୀଟିଏ ଖୋଜୁଥିଲି ମୋ ପତ୍ନୀ ସ୍ନେହା ଠିକ୍ ସେମିତି ଥିଲେ। ରୂପରେ ଗୁଣରେ ସବୁଥିରେ ସେ ପରିପୂର୍ଣ୍ଣ ଥିଲେ। ମୋ ପରିବାରରେ ମୋ ବାପା ମାଆଙ୍କର ଯତ୍ନ ନିଜ ବାପା ମାଆଙ୍କ ପରି ନେଉଥିଲେ। ଆମ ଚତୁର୍ଥୀ ରାତିରେ ମୁଁ ତାଙ୍କୁ ଉଠେଇକି ରୁମ୍ ଭିତରକୁ ନେଇଥିଲି, ଆଉ ସେଇଦିନ ମୁଁ ତାଙ୍କୁ ମୋ ପ୍ରେମର ସମୁଦ୍ରରେ ବୁଡ଼ାଇ ଦେଇଥିଲି। ଆଉ ସେଦିନଠୁ ଆମ ପ୍ରେମ ବଢ଼ିବାରେ ଲାଗିଲା। ଆଉ ଗୋଟିଏ ବର୍ଷ ପରେ ଆମର ପ୍ରେମର ପ୍ରତୀକ ଆମ ପୁଅ ସୁରଜ ଆମ ଜୀବନର ଆଲୋକ ହୋଇ ଆସିଲା। ଦେଖୁ ଦେଖୁ 8 ବର୍ଷ ବିତିଗଲା। ଆଉ ଦିନେ ଗୋଟିଏ ଦୁର୍ଘଟଣାରେ ମୋ ବାପା ମାଆଙ୍କର ମୃତ୍ୟୁ ହେଲା। ସେଥିପାଇଁ ମୁଁ ବହୁତ ଭାଙ୍ଗି ପଡ଼ିଥିଲି। ଆଉ ସ୍ନେହା ମଧ୍ୟ ଦୁଃଖରେ ଥିଲେ। ତଥାପି ସେ ସବୁକିଛି ଭଲରେ ସମ୍ଭାଳିଥିଲେ। ଆଉ ସେ ସବୁଦିନ ଘର କାମରେ ବ୍ୟସ୍ତ ରହୁଥିଲେ। ଆଉ ମୁଁ ମଧ୍ୟ ଅଫିସ୍ କାମରେ ବ୍ୟସ୍ତ ରହୁଥିଲି। ଆମ ଦୁଇ ଜଣ ଆଉ ଆଗ ପରି ସମୟ ଅତିବାହିତ କରିପାରୁନଥିଲୁ। ଆଉ ଏମିତି ଆମ ବିବାହର 10 ବର୍ଷ ହେବାକୁ ଯାଉଥିଲା। ଆଉ ହଠାତ୍ ଆମ ଜୀବନରେ ଗୋଟିଏ ଝଡ଼ ସୃଷ୍ଟି ହେବାକୁ ଯାଉଥିଲା। ମୋ କମ୍ପାନୀରେ ମୋ ସେକ୍ରେଟାରୀ ଭାବରେ ଜଣେ ଝିଅ ଆସିଲା। ଆଉ ତା ନାଁ ପ୍ରିୟା। ସେ ଦେଖିବାକୁ ସୁନ୍ଦର ଥିଲା। ଆଉ ସେ ମୋର ସବୁ କାମ ଠିକରେ କରୁଥିଲା। ମୋତେ ସେ ଧୀରେ ଧୀରେ ପସନ୍ଦ ଆସିବାକୁ ଲାଗିଲା। ମୁଁ ତାଙ୍କ ସହିତ ସବୁଦିନ ସବୁଆଡ଼େ ଯାଉଥିଲି। ମୁଁ ମୋ ଘର କଥା, ମୋ ପତ୍ନୀ ଆଉ ପୁଅ କଥା ଭୁଲିଗଲି। ରାତିରେ ଘରକୁ ଯାଉଥିଲି, ଖାଇ ପିଇ ଶୋଇଯାଉଥିଲି। କିନ୍ତୁ ସ୍ନେହା ମୋତେ କେବେ ବି କିଛି ପଚାରୁନଥିଲେ। ତାଙ୍କର ମୋ ପାଇଁ କୌଣସି ଆପତ୍ତି ନଥିଲା। କିନ୍ତୁ ସେ ବଦଳି ଯାଇଥିଲେ। ତାଙ୍କ ମୁହଁରେ ହସ ଖୁସି କିଛି ନଥିଲା। ମୁଁ ମନେ ମନେ ଭାବିଥିଲି ସ୍ନେହାକୁ ଛାଡ଼ପତ୍ର ଦେବି ଆଉ ପ୍ରିୟାକୁ ବିବାହ କରିବି। ଯେତେବେଳେ ମୁଁ ରାତିରେ ଘରେ ପହଞ୍ଚିଲି, ମୋ ପତ୍ନୀ ରାତିର ଖାଇବା ବାଢ଼ିଲେ। ମୁଁ ତାଙ୍କ ହାତକୁ ମୋ ହାତରେ ଧରି କହିଲି, ମୋର ତୁମ ସହିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଅଛି। ସେ ଚୁପଚାପ ବସି ଖାଇବା ଖାଉଥିଲେ। ତାଙ୍କ ଆଖିରେ କିଛି ଯନ୍ତ୍ରଣା ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ମୁଁ ଜାଣିନଥିଲି ଏ ଯନ୍ତ୍ରଣାର କାରଣ କ'ଣ। ମୁଁ ତାଙ୍କୁ କିପରି କହିବି ଜାଣିପାରୁନଥିଲି। କିନ୍ତୁ ମୋତେ ତାଙ୍କୁ ଆଜି ଏକଥା କହିବାର ଥିଲା। ତାପରେ ମୁଁ ବହୁତ ଶାନ୍ତ ଭାବରେ କହିଲି, ମୁଁ ତୁମଠାରୁ ଛାଡ଼ପତ୍ର ଚାହୁଁଛି ସ୍ନେହା। ଲାଗୁଥିଲା ଯେପରି ମୋର ଶବ୍ଦ ତାଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନଥିଲା। ବରଂ ସେ ମୋତେ ପଚାରିଲେ, ମୁଁ କାହିଁକି ଛାଡ଼ପତ୍ର ଚାହୁଁଛି। ମୁଁ ଯେତେବେଳେ ତାଙ୍କ ପ୍ରଶ୍ନକୁ ଅଣଦେଖା କଲି, ସେ କ୍ରୋଧିତ ହେଲେ। ଆଉ ସେ ଚାମଚଟିକୁ ଉଠାଇ ଫୋପାଡ଼ି ଦେଇ ଜୋରରେ ପାଟି କରି କହିଲେ, ତୁମେ ମଣିଷ ନୁହଁ। ସେଦିନ ରାତିରେ ଆମେ ପରସ୍ପର ସହ କଥା ହୋଇନଥିଲୁ। ସେ କାନ୍ଦୁଥିଲେ। ମୁଁ ଜାଣିଥିଲି ଯେ ସେ ଜାଣିବାକୁ ଚାହୁଁଥିଲେ ଯେ ଏମିତି କ'ଣ ହେଲା ଯାହା ଆମ ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ଆସିଗଲା। କିନ୍ତୁ ତାଙ୍କ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ଅସମ୍ଭବ ଥିଲା। ବର୍ତ୍ତମାନ ମୁଁ ଅନ୍ୟ କାହାକୁ ଭଲ ପାଉଛି। ମୁଁ ଆଉ ମୋ ପତ୍ନୀଙ୍କୁ ଭଲ ପାଏ ନାହିଁ। ତାଙ୍କର ମୋ ପ୍ରତି ବର୍ଷ ବର୍ଷର ସତ ପ୍ରେମ ପାଇଁ ମୁଁ ତାଙ୍କୁ ଦଣ୍ଡ ଦେଉଥିଲି। ଆଉ ମୁଁ ମୋ ଭରା ମନ ସହିତ ଛାଡ଼ପତ୍ର କାଗଜପତ୍ର ପ୍ରସ୍ତୁତ କଲି। ଆଉ ଏଥିରେ ଲେଖାଯାଇଥିଲା ଯେ ସେ ଏହି ଛାଡ଼ପତ୍ର ବଦଳରେ ସମ୍ପୂର୍ଣ୍ଣ ଘର, କାର୍ ଏବଂ କମ୍ପାନୀର 30% ଅଂଶ ନେଇପାରିବେ। କିନ୍ତୁ ସେ ସେହି କାଗଜକୁ ଦେଖି ଖଣ୍ଡ ଖଣ୍ଡ କରିଦେଲେ।
ଯେଉଁ ମହିଳା ମୋ ଜୀବନର 10 ବର୍ଷ ମୋ ସହିତ ବିତାଇଥିଲେ ଆଜି ସେ ମୋ ପାଇଁ ଅଚିହ୍ନା ହୋଇଯାଇଥିଲେ। ଏହି 10 ବର୍ଷ ପାଇଁ ମୁଁ ଦୁଃଖିତ ଯେ ସେ ମୋ ପାଇଁ ନଷ୍ଟ କରିଛନ୍ତି। କିନ୍ତୁ ମୁଁ କ'ଣ କରିବି? ଯାହା ଘଟିଥିଲା ମୁଁ ତାକୁ ପରିବର୍ତ୍ତନ କରିପାରିଲି ନାହିଁ। କାରଣ ମୁଁ ମୋ ପତ୍ନୀଙ୍କ ଅପେକ୍ଷା ଅନ୍ୟ କାହାକୁ ବହୁତ ଭଲ ପାଉଥିଲି। ଶେଷରେ ତାଙ୍କର ଧୈର୍ଯ୍ୟ ଭାଙ୍ଗିଗଲା ଏବଂ ସେ ମୋ ସାମ୍ନାରେ ବହୁତ ଜୋରରେ କାନ୍ଦିବାକୁ ଲାଗିଲେ। ମୋ ପାଇଁ ତାଙ୍କ କାନ୍ଦିବା ତାଙ୍କ ମୁକ୍ତ ହେବା ପରି ଥିଲା। ଛାଡ଼ପତ୍ରର ଏହି ବିଷୟ ଯାହା ମୋତେ ଅନେକ ଦିନ ଧରି ଅସୁବିଧାରେ ପକାଉଥିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ସେ ମୋତେ ଛାଡ଼ପତ୍ର ଦେବା ପାଇଁ ରାଜି ଅଛନ୍ତି। ଆଉ ପରଦିନ ମୁଁ ବହୁତ ବିଳମ୍ବରେ ଘରକୁ ଆସିଲି। ଆଉ ମୁଁ ଦେଖିଲି ସେ ଟେବୁଲ ଉପରେ ବସି କିଛି ଲେଖୁଛନ୍ତି। ମୁଁ ସନ୍ଧ୍ୟାରେ ଭୋଜନ ଖାଇନଥିଲି କିନ୍ତୁ ତଥାପି ମୁଁ ସିଧା ଉପର ମହଲାକୁ ଯାଇ ମୋ ରୁମ୍ରେ ଶୋଇଲି। କାରଣ ମୁଁ ଦିନସାରା ପ୍ରିୟାଙ୍କ ସହିତ ରହିବା ଏବଂ ଅନେକ ସ୍ଥାନ ବୁଲାବୁଲି କରିବା ପରେ ମୁଁ ବହୁତ ଥକି ଯାଇଥିଲି। ରାତିରେ ସେ ସେଇ ଟେବୁଲ ଉପରେ ଲେଖିବା ବେଳେ ବୋଧେ ଶୋଇପଡ଼ିଥିଲେ। ଆଉ ସକାଳେ ସେ ଛାଡ଼ପତ୍ରର ସର୍ତ୍ତ କହିଲେ ଯେ ସେ ମୋ ଠାରୁ କିଛି ନେବାକୁ ଚାହୁଁନଥିଲେ। ତାଙ୍କର ଗୋଟିଏ ସର୍ତ୍ତ ଥିଲା ଯେ ଆମର ଛାଡ଼ପତ୍ର ପୂର୍ବରୁ ସେ କେବଳ 1 ମାସ ମୋ ସହିତ ରହିବା ପାଇଁ ସମୟ ଚାହୁଁଥିଲେ। ଆଉ ସେ କହିଲେ ଯେ ଏହି ଗୋଟିଏ ମାସରେ ଯେତିକି ସମ୍ଭବ ହେବ ଆମେ ଦୁହେଁ ପୁରୁଣା ଦିନ ପରି ଜୀବନଯାପନ କରିବା। କାରଣ ଆମ ପୁଅ ଆସନ୍ତା ମାସରେ ପରୀକ୍ଷା ଦେବେ। କାରଣ ସେ ଚାହୁଁନଥିଲେ ଯେ ଆମର ଭଙ୍ଗା ସମ୍ପର୍କ ତା ପଢ଼ା ଉପରେ କିଛି ବି ପ୍ରଭାବ ପକାଉ ବୋଲି ମୋତେ ମଧ୍ୟ ଏହା ଠିକ୍ ଲାଗିଲା। କିନ୍ତୁ ସେ ଆଉ କିଛି ବି ଚାହୁଁଥିଲେ। ଯେମିତି ମୁଁ ମୋର ବିବାହ ଦିନ ତାଙ୍କୁ ଉଠାଇ ଶୋଇବା ଘରକୁ ନେଇଯାଇଥିଲି ମୁଁ ପ୍ରତିଦିନ ସେମିତି ଭାବରେ ତାଙ୍କୁ ଶୋଇବା ଘରକୁ ନେଇଯିବି। ଠିକ୍ ସେହିପରି ପ୍ରତ୍ୟେକ ଦିନ 1 ମାସ ପର୍ଯ୍ୟନ୍ତ ମୁଁ ତାଙ୍କୁ ଶୋଇବା ଘରୁ ଉଠାଇ ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ନେଇଯିବି। ମୁଁ ଭାବିଲି ଏହା ପାଗଳାମୀ କିନ୍ତୁ ଏହି ଶେଷ ଦିନଗୁଡ଼ିକୁ ଟିକିଏ ଭଲ କରିବା ପାଇଁ ମୁଁ ତାଙ୍କ ଏହି ସର୍ତ୍ତ ଗ୍ରହଣ କଲି। ମୁଁ ପ୍ରିୟାଙ୍କୁ ମୋ ପତ୍ନୀଙ୍କ ସମସ୍ତ ସର୍ତ୍ତ କହିଲି ଆଉ ସେ ହସିବାକୁ ଲାଗିଲେ। ସେ ଭାବିଲେ ଯେ ମୋ ପତ୍ନୀ ଯେତେ ପଦ୍ଧତି ଗ୍ରହଣ କଲେ ମଧ୍ୟ ଛାଡ଼ପତ୍ର ହେବା ସୁନିଶ୍ଚିତ। ଦିନେ ସ୍ନେହା ନିଜ ପସନ୍ଦର ଏକ ଶାଢ଼ୀ ଖୋଜୁଥିଲେ କିନ୍ତୁ କିଛି ବିଶେଷ ଶାଢ଼ୀ ଖୋଜି ପାଇଲେ ନାହିଁ। ଆଉ ସେ ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ ଯେ ତାଙ୍କର ସମସ୍ତ ଲୁଗା ତାଙ୍କୁ ବଡ଼ ହୋଇଯାଇଛି। ତାପରେ ମୁଁ ଜାଣିଲି ଯେ ସେ ବହୁତ ପତଳା ହୋଇଯାଇଛନ୍ତି ଏବଂ ସେଥିପାଇଁ ମୁଁ ତାଙ୍କୁ ସହଜରେ ଉଠାଇବାରେ ସକ୍ଷମ ହେଉଥିଲି। ମୋର ହୃଦୟକୁ ଏକ ଝଟକା ଭଳି ଲାଗିଲା। ଆଉ ସେ ତାଙ୍କ ହୃଦୟରେ ବହୁତ ଯନ୍ତ୍ରଣା ଲୁଚାଇ ରଖିଥିଲେ। ମୁଁ ଜାଣେ ନାହିଁ ମୁଁ କିପରି ଆଗକୁ ବଢ଼ିଲି ଆଉ ତାଙ୍କ ମୁଣ୍ଡକୁ ଛୁଇଁକି ଦେଖିଲି। ହଠାତ୍ ଆମ ପୁଅ ଆସି କହିଲା, "ପାପା, ମାମାକୁ ଉଠାଇ ବାହାରକୁ ନେଇଯିବାର ସମୟ ଆସିଛି।" ତାଙ୍କ ପାଇଁ ତାଙ୍କ ପିତା ତାଙ୍କ ମାତାଙ୍କୁ ଏହିପରି ଉଠେଇଥିବା ଦେଖିବା ତାଙ୍କ ଜୀବନର ଏକ ଅଭୁଲା ସ୍ମୃତି ହୋଇଥିଲା।
ମୋ ପତ୍ନୀ ଆମ ପିଲାକୁ ଡାକିଲେ ଏବଂ ଜୋରରେ ତାକୁ ଆଲିଙ୍ଗନ କଲେ ଆଉ ମୁଁ ମୋ ମୁହଁକୁ ଅନ୍ୟ ପାର୍ଶ୍ୱକୁ ବୁଲାଇ ନେଲି, କାରଣ ମୁଁ ଭାବିଲି ମୁଁ ମୋର ଛାଡ଼ପତ୍ରର ନିଷ୍ପତ୍ତି ବଦଳାଇ ପାରେ। ମୁଁ ସବୁଦିନ ପରି ମୋ ପତ୍ନୀଙ୍କୁ ଉଠାଇଲି ଏବଂ ଶୟନ କକ୍ଷରୁ ହଲ୍ ପର୍ଯ୍ୟନ୍ତ ବସିବା କକ୍ଷ ନେଇ ଆସିଲି। ଆଉ ସେ ସ୍ନେହରେ ତାଙ୍କ ଦୁଇ ହାତକୁ ମୋ ବେକରେ ରଖିଥିଲେ। ପୁରା ଆମର ଚତୁର୍ଥୀ ରାତି ପରି ମୁଁ ତାଙ୍କୁ ଜୋରରେ ଧରିଥିଲି, ଯେମିତି ଆମ ବିବାହ ରାତିରେ ମୁଁ ତାଙ୍କୁ ଜୋରରେ ଧରିଥିଲି। ସେଦିନ ରାତିଟି ଆମର ବିବାହର ପ୍ରଥମ ରାତି ଥିଲା। ସ୍ନେହା ଏହି ଗୋଟିଏ ମାସରେ ମୋ ସହିତ କୌଣସି ଝଗଡ଼ା, କୌଣସି ଅଭିଯୋଗ କିଛି କରିନଥିଲେ। ମୋତେ ସ୍ନେହାଙ୍କୁ ଏମିତି ଚୁପଚାପ ଦେଖି ସନ୍ଦେହ ହେଉଥିଲା। ସେ ଦୁଃଖିତ ନଥିଲେ କି ଖୁସି ବି ନଥିଲେ, କିନ୍ତୁ ତାଙ୍କର କମ୍ ଓଜନ ମୋତେ ବ୍ୟଥିତ କରୁଥିଲା। ଯେତେବେଳେ ମୁଁ ତାଙ୍କୁ ମାସର ଶେଷ ଦିନରେ ଉଠାଇଥିଲି, ସେତେବେଳେ ଗୋଟିଏ ପାଦ ମଧ୍ୟ ଚାଲିବା ମୋ ପାଇଁ କଷ୍ଟକର ହେଉଥିଲା। ଆଉ ମୁଁ ମନେ ମନେ କିଛି ନିଷ୍ପତ୍ତି ନେଇଥିଲି। ତାଙ୍କୁ ମୁଁ ରୁମ୍ରେ ଛାଡ଼ିବା ପରେ ମୁଁ ବାହାରକୁ ଆସିଲି। ଆମ ପୁଅ ସ୍କୁଲ ଯାଇଥିଲା। ମୁଁ ମୋ କାରରେ ଅଫିସକୁ ଯାଇ କାରକୁ ବନ୍ଦ ନ କରି କାରରୁ ଡେଇଁ ପଡ଼ିଲି। ମୁଁ ଭୟ କରୁଥିଲି ଯେ ଗୋଟିଏ ମୁହୂର୍ତ୍ତର ବିଳମ୍ବ ମଧ୍ୟ ମୋ ମନକୁ ପରିବର୍ତ୍ତନ କରିପାରେ। ମୁଁ ଉପରକୁ ଗଲି ଆଉ ପ୍ରିୟାର କବାଟରେ ଠକ୍ ଠକ୍ କଲି। ସେ କବାଟ ଖୋଲିଲେ ଏବଂ ମୁଁ ବେଶୀ ସମୟ ନ ନେଇ ତାଙ୍କୁ କହିଲି, ସରି ପ୍ରିୟା, ବର୍ତ୍ତମାନ ମୁଁ ମୋ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁନାହିଁ। ସେ ମୋ ଆଡ଼କୁ ଚାହିଁ ମୋ ମୁଣ୍ଡରେ ହାତ ଲଗାଇ କହିଲେ, ତୁମକୁ ଜ୍ୱର ହେଇନି ତ? ମୁଁ ତା ହାତ ମୋ ମୁଣ୍ଡରୁ କାଢ଼ି କହିଲି, ସରି ପ୍ରିୟା, ବର୍ତ୍ତମାନ ମୁଁ ମୋ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବାକୁ ଚାହୁଁନାହିଁ। ଆମର ଦାମ୍ପତ୍ୟ ଜୀବନ ବୋଧହୁଏ ଆମ ଦୁହିଁଙ୍କ ଧ୍ୟାନ ଅଭାବରୁ ବୋରିଂ ହୋଇଯାଇଥିଲା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ପରସ୍ପରକୁ ଭଲ ପାଉନାହୁଁ। ବର୍ତ୍ତମାନ ମୁଁ ହୃଦୟଙ୍ଗମ କରିଛି ଯେ ମୁଁ ତାଙ୍କୁ ବିବାହ କରି ଘରକୁ ଆଣିବା ଦିନଠାରୁ ମୋ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ତାଙ୍କ ସହିତ ରହିବାକୁ ଚାହୁଁଛି। ପ୍ରିୟା ମୋ କଥା ଶୁଣି ତାର ହୋସ ହରାଇଲେ ଆଉ ସେ ମୋ ଗାଲରେ ଗୋଟିଏ ଜୋରରେ ଚାପୁଡ଼ା ମାରିଲେ। ଆଉ ସେ କାନ୍ଦିବାକୁ ଲାଗିଲେ ଏବଂ ଭିତର ପଟୁ କବାଟ ବନ୍ଦ କରିଦେଲେ। ମୁଁ ଜାଣିଥିଲି ଏହା ମୋର ଭୁଲ ଥିଲା। ମୋର ପ୍ରିୟାଙ୍କ ପ୍ରତି ଆଟ୍ରାକ୍ସନକୁ ମୁଁ ପ୍ରେମ ବୋଲି ଭାବି ନେଇଥିଲି। କିନ୍ତୁ ମୁଁ ଏବେ ବୁଝିଲି ଯେ ମୋ ପ୍ରେମ କେବଳ ମୋ ପତ୍ନୀଙ୍କ ପାଇଁ ଥିଲା। ସେଇଥିପାଇଁ ବୋଧେ ମୁଁ ପ୍ରିୟା ସହିତ ବେଶୀ ଆଗକୁ ବଢ଼ିପାରି ନଥିଲି। ମୁଁ ସିଡ଼ି ପାହାଚର ତଳକୁ ଓହ୍ଲାଇ ମୋ କାରରେ ବସିଲି ଆଉ ଏହାପରେ ମୁଁ ଏକ ଫୁଲ ଦୋକାନରେ ଅଟକି ଗଲି ଏବଂ ମୋ ସୁନ୍ଦର ପତ୍ନୀଙ୍କ ପାଇଁ ଏକ ସୁନ୍ଦର ଫୁଲତୋଡ଼ା କିଣିଲି। ଦୋକାନୀ ପଚାରିଲେ, ଏହା ଉପରେ କ'ଣ ଲେଖିବି? ମୁଁ ହସି ହସି କହିଲି, ମୋ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ମୁଁ ତୁମକୁ ଏହିପରି ଉଠାଇ ରଖିବି, ମୋର ଅର୍ଦ୍ଧାଙ୍ଗିନୀ। ସେଦିନ ସନ୍ଧ୍ୟାରେ ମୁଁ ହାତରେ ଏକ ପୁଷ୍ପଗୁଚ୍ଛ ନେଇ ଘରକୁ ଆସିଲି ଆଉ ମୋ ମୁହଁରେ ହସ ଫୁଟି ଉଠୁଥାଏ। ମୁଁ ଉପର ମହଲାକୁ ମୋ ରୁମ୍କୁ ଦୌଡ଼ିଲି, କିନ୍ତୁ ସେତେବେଳକୁ ସେ ମୋତେ ଛାଡ଼ି ଏହି ଦୁନିଆରୁ ସବୁଦିନ ପାଇଁ ଚାଲିଯିବାକୁ ବସିଥିଲେ। ସେ ବେହୋସ ହୋଇଯାଇଥିଲେ ଆଉ ତାଙ୍କ ହାତରେ ଚିଠିରେ ଲେଖିଥିଲେ,
ଯେ ସେ ଅନେକ ମାସ ଧରି ହୃଦରୋଗ ସହ ଲଢ଼ୁଥିଲେ ବୋଲି, କିନ୍ତୁ ମୁଁ ପ୍ରିୟାଙ୍କ ସହ ଏତେ ବ୍ୟସ୍ତ ଥିଲି ଯେ ମୁଁ କେବେ ବି ଧ୍ୟାନ ଦେଇନଥିଲି। ସେ ଜାଣିଥିଲେ ଯେ ସେ ମୋତେ ଶୀଘ୍ର ଛାଡ଼ି ଯିବାକୁ ଚାହୁଁଛନ୍ତି। ତେଣୁ ସେ ମୋ ଏବଂ ମୋ ପୁଅର ସମ୍ପର୍କକୁ ଭାଙ୍ଗିବାରୁ ରକ୍ଷା କରିବାକୁ ଚାହୁଁଥିଲେ। ମୁଁ ଘୃଣ୍ୟ ଭାବରେ ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲି, କିନ୍ତୁ ତଥାପି ସେ ମୋତେ ନିଜ ପିଲାଙ୍କ ଆଖିରେ ଏକ ସ୍ନେହୀ ସ୍ୱାମୀ ଏବଂ ପିତା କରିଦେଇଥିଲେ। ମୁଁ ତାଙ୍କର ଏ ଅବସ୍ଥା ଦେଖି ବହୁତ ଦୁଃଖ ଅନୁଭବ କରୁଥିଲି। ଆଉ ମୁଁ ତାଙ୍କୁ ଉଠାଇ ଜଲ୍ଦି ଡାକ୍ତରଙ୍କ ପାଖକୁ ନେଲି ଆଉ ତାଙ୍କର ଚିକିତ୍ସା କଲି। ସେ କୋମାକୁ ଚାଲି ଯାଇଥିଲେ ଆଉ ଡାକ୍ତର କହିଲେ ତାଙ୍କର ବଞ୍ଚିବା ତାଙ୍କ ଉପରେ ନିର୍ଭର କରେ। ସେ ବୋଧେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି। ମୁଁ ଏକଥା ଶୁଣିଲା ପରେ ଯେମିତି ମୋ ପାଦ ତଳୁ ମାଟି ଖସି ଯାଇଥିଲା, କାରଣ ମୁଁ ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲି ଆଉ କାହା ସହିତ ମୋ ଜୀବନ ବିତେଇବାକୁ ଚାହୁଁଥିଲି, କିନ୍ତୁ ସେ ଏ ଦୁନିଆ ଛାଡ଼ି ଯିବାକୁ ଚାହୁଁଥିଲେ। ମୁଁ ତାଙ୍କୁ ବହୁତ ବଡ଼ ବଡ଼ ଡାକ୍ତରଙ୍କୁ ଦେଖେଇଲି ଆଉ ତାଙ୍କର ସବୁ ସେବା ମୁଁ ନିଜେ କଲି। ମୋ ପୁଅର ବି ସବୁ କାମ ନିଜେ କଲି ଆଉ ବୁଝିଲି ଯେ ମୋ ପତ୍ନୀ କେମିତି ମୋତେ, ମୋ ପୁଅକୁ ଆଉ ଆମ ଘରକୁ ସମ୍ଭାଳୁଥିଲେ। ମୁଁ ଜଗନ୍ନାଥଙ୍କ ପାଖରେ ମୋ ପତ୍ନୀଙ୍କ ପାଇଁ ସବୁବେଳେ ପ୍ରାର୍ଥନା କରୁଥିଲି ଆଉ ଭଗବାନ ମୋ ଡାକ ଶୁଣିଲେ। ମୋ ପତ୍ନୀ 6 ମାସରେ ସମ୍ପୂର୍ଣ୍ଣ ଠିକ୍ ହୋଇଗଲେ ଆଉ ମୋର ଭୁଲ ପାଇଁ ମୋତେ କ୍ଷମା କରିଦେଲେ। ଏବେ ଆମେ ସମସ୍ତେ ଭଲରେ ଅଛୁ। ଆଉ ପ୍ରିୟା ଜଣେ ଧୋକାବାଜ ଝିଅ ଥିଲେ, କାରଣ ତାଙ୍କର ମୋ ଛଡ଼ା 3ରୁ 4 ଜଣ ପ୍ରେମିକ ଥିଲେ ଆଉ ସେ ପ୍ରଥମରୁ ବାହା ହୋଇଥିଲେ ଆଉ ତାଙ୍କର ଗୋଟିଏ ଝିଅ ମଧ୍ୟ ଥିଲା। ତାଙ୍କର ବହୁତ ଜଣଙ୍କ ସହିତ ଖରାପ ସମ୍ପର୍କ ଥିଲା, ସେଥିପାଇଁ ତାଙ୍କୁ ଏଡ୍ସ ରୋଗ ହୋଇଥିଲା ଆଉ ସେ ବହୁତ କଷ୍ଟ ପାଇ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ନିଜର କେହି ନଥିଲେ। ମୁଁ ଭଗବାନଙ୍କ ଦୟାରୁ ତାଙ୍କ କବଳରୁ ବଞ୍ଚି ଯାଇଥିଲି। ଜୀବନରେ ଛୋଟ ଛୋଟ କଥା ହିଁ ସମ୍ପର୍କରେ ବହୁତ ଗୁରୁତ୍ୱ ଥାଏ। ବଡ଼ ଘର, ବଡ଼ କାର୍ ଏବଂ ବ୍ୟାଙ୍କ ବାଲାନ୍ସ ନିଶ୍ଚିତ ଭାବରେ ସୁଖର ଏକ ଅଂଶ ହୋଇପାରେ, କିନ୍ତୁ ପ୍ରିୟଜନଙ୍କ ବିନା ଆଉ ନିଜ ପରିବାର ବିନା ସେମାନଙ୍କର କୌଣସି ମୂଲ୍ୟ ନାହିଁ। ଫ୍ରେଣ୍ଡସ୍, ମୁଁ ଆଶା କରେ ଆପଣମାନେ ମୋ କାହାଣୀକୁ ପସନ୍ଦ କରିବେ। ଆଉ ଯଦି ଆପଣ କାହାଣୀକୁ ପସନ୍ଦ କରୁଛନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଯଦି ଆପଣ ମୋ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଆଉ ହଁ, ନୋଟିଫିକେସନ୍ ଘଣ୍ଟି ଦବାନ୍ତୁ, ଯାହାଦ୍ୱାରା ଆପଣ ପରବର୍ତ୍ତୀ ଅପଡେଟ୍ ପାଇପାରିବେ। ଯଦି ଷ୍ଟୋରିଟି ଭଲ ଲାଗିଥିବ ତ କମେଣ୍ଟ କରିବେ ନିଶ୍ଚୟ। ମୁଁ ପୁଣି ଆସିବି ଆଉ ଗୋଟେ ସୁନ୍ଦର ନୂଆ ଷ୍ଟୋରି ନେଇ। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ। ବାଏ ବାଏ ଆଣ୍ଡ ଟେକ୍ କେୟାର।